ଯାଞ୍ଚ ଭୟରେ ମଦ ସହ ବାଇକ୍ ଛାଡ଼ି ଖସି ପଳାଇଲେ ବେପାରୀ। ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ଏହାର ପ୍ରଭାବରେ ନିଶାଳୀମାନେ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥିବା ପାଇଁ ଦୁଃଖର କାରଣ ସାଜିଛନ୍ତି। ତେବେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ମାତ୍ର ଆଇନର ଗଳାବାଟ ସୁଯୋଗ ନେଇ ଖସିଯିବା ସହିତ ପରେ ଅଧିକ ସକ୍ରିୟ ହେଉଥିବା ଜଣାପଡ଼ିଛି। ତେବେ ଆଜି ସକାଳୁ ବେଆଇନ ନିଶା କାରବାରରେ ସମ୍ପୃକ୍ତ ଯୁବକ ଯାଞ୍ଚରୁ ବର୍ତ୍ତିବା ପାଇଁ ଚୋରା ମଦ ସହ ବାଇକ୍ ଛାଡ଼ି ଖସି ପଳାଇବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଅବକାରୀ ବିଭାଗ ଯାଞ୍ଚ ବେଳେ ବାଇକ୍ ଛାଡ଼ି ଚମ୍ପଟ ମାରିଲା ଅଭିଯୁକ୍ତ। 50 ଲିଟର ଦେଶୀ ମହୁଲି ଜବତ। ସେହିପରି ନଦୀ ପାର୍ଶ୍ୱରେ 1500 ଲିଟର ପଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଶୀ ହେଉ କି ବିଦେଶୀ ମଦ ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଇବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ନାହିଁ ନଥିବାର ଅସୁବିଧାର କାରଣ ପାଲଟିଥିବା ଅଭିଯୋଗ ହୋଇଛି। କରଞ୍ଜିଆ ସହରର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟୀଙ୍କୁ ରୋକିବା ପାଇଁ କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଏନ୍ଏସିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପଗଡ଼ ଜାରି ରଖିଥିବା ବେଳେ କରଞ୍ଜିଆ ଅବକାରୀ ଓଆଇସି ରଞ୍ଜନ ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି କରଞ୍ଜିଆ ସହରର ବାଇପାସ୍ ନିକଟସ୍ଥ ଗୁଡ଼ିସାହି ନିକଟରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଏକ ନମ୍ବରବିହୀନ ହିରୋ ହୋଣ୍ଡା ମୋଟରସାଇକେଲ ଯୋଗେ କେହି ଜଣେ ଯୁବକ 50 ଲିଟର ଦେଶୀ ମହୁଲି ମଦ ନେଇଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ସମୟରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ମୋଟରସାଇକେଲ ଛାଡ଼ି ସେଠାରୁ ଚମ୍ପଟ ମାରି ନଦୀ ପାର ହୋଇ ଖସି ପଳାଇଥିଲେ। ତେବେ ଏହାର ତଦନ୍ତ କରି ଆସାମୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗ ଓଆଇସି ଶ୍ରୀ ନାୟକ ସୂଚନା ଦେଇଥିବା ବେଳେ ଗୁଡ଼ିସାହି ପାର୍ଶ୍ୱରେ ଥିବା ନଦୀ ପାର୍ଶ୍ୱରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ବେଳେ ଖବର ପାଇ ଅଚାନକ ଚଢ଼ଉ କରି 1500 ଲିଟର ପଚକୁ ନଷ୍ଟ କରିଛି ଅବକାରୀ ବିଭାଗ। ଏନେଇକି ଅବକାରୀ ଥାନାରେ କେସ୍ ନମ୍ବର 23/2526 ଓ କେସ୍ ନମ୍ବର 24/2526ର ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଅନ୍ୟପଟେ ଏହି ଚଢ଼ଉ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ।